କିଛି ବିବାଦ ନାହିଁ। ବିବାଦ କ'ଣ ଏଇଟା ଆମ ଘର କଥା ଯାହା ଗୋଟେ ହେଇଛି ନା 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 ସେମିତି ନାହିଁ। ଏ ନା ମୁଁ 70 ବର୍ଷ ମତେ ଖେଳ କରିବି ବୋଲି ଚିନ୍ତା କରୁଛି କି କଥା ଇଏ। ବହୁତ ବହୁତ ଧନ୍ୟବାଦ ଆମର ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚକୁ। ଯାହା ହଉ ତା ଭିତରେ ମୋତେ ବି ଟିକେ କାୟଦା କରିକି ପୁରସ୍କାର ଦେଇଛନ୍ତି, ମୁଁ ସେଥିପାଇଁ ଟିକେ ଖୁସି ଅଛି। ନା ନା ବର୍ତ୍ତମାନ ମୋତେ ସେଇ କଥା କହିଲେ ଯେ ମୋର ଯେଉଁ ସିରିଏଲ୍ ପଇଲା ଯେତେବେଳେ ଯେ ଦୟା ଭାଇ ଗୋଟେ କମେଡ଼ି କର, ମାନେ 2:30 ବାଜିଲାଣି ଆଉ କମେଡ଼ି କଲେ ଆଉ ଯେଉଁମାନେ ଅଛନ୍ତି ସେମାନେ ଭୋକ ଲାଗିଲାଣି। ଆପଣ ବୁମ୍ ପାଇଁ ଆପଣଙ୍କ ଚ୍ୟାନେଲ୍ ପାଇଁ ଏଇଟା ଆମ ପାଇଁ କିଛି ବିବାଦ ନୁହେଁ, ଏଇଟା ନୂଆ କଥା ନୁହେଁ। ବହୁତ ସମୟରେ ଘର ଭିତରେ ଝଗଡ଼ା ଛୋଟ ମୋଟ କଥା ହୁଏ, ତ ସେମିତି ଗୋଟେ କ'ଣ ହେଇଛି, ତେଣୁ ଏ କଥାର ସମାଧାନ ହେଇଗଲାଣି ବୋଲି ଧରି ନିଅନ୍ତୁ। ନା 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 ସେମିତି ନାହିଁ। ଏ ନା ମୁଁ 70 ବର୍ଷ ମତେ ଖେଳ କରିବି ବୋଲି ଚିନ୍ତା କରୁଛି କି କଥା ଇଏ। ମାଲିକ କହିଲେ ସବୁ, ମାଲିକ ଠିକ୍ କହିଛନ୍ତି, ଭୁଲ କହିନାହାନ୍ତି ତ, ସେ ସବୁ ନୁହଁ। ଏରେ ପଇସା ସେ ଖର୍ଚ୍ଚ କରୁଛନ୍ତି ତ ସଂସ୍ଥା ତାଙ୍କର, ସେ ସବୁ ନୁହନ୍ତି। ନା ନା ସେଇଟା ହେଉଛି କ'ଣ, ବେଳେବେଳେ ବୁଝାମଣାରେ ଏପଟ ସେପଟ ଘର ଭିତରେ ବି ଆମେ 5 ଜଣ ପରିବାର ଭିତରେ ବି ବାପା ମା ଛୁଆ ଭିତରେ ବି ବୁଝାମଣା ଏପଟ ସେପଟ ହେଉଛି। ଏଇଟା ଯେହେତୁ ଆମର ଘର ଆମ ଜଗତ, ତେଣୁ ବୁଝାମଣା ଏପଟ ସେପଟ ହେଇଛି, ତାପରେ କିଛି ଅସୁବିଧା ନାହିଁ। ହଁ ହଁ ନରି ଭାଇର କିଛି ଅସୁବିଧା ନାହିଁ। ବର୍ତ୍ତମାନ ସବୁ ସମସ୍ୟାର ସମାଧାନ ଧୀରେ ଧୀରେ ହେଇଯିବ ବୋଲି ମୁଁ ଆଶା ରଖିଛି। ବହୁତ ବହୁତ ଧନ୍ୟବାଦ ଆମର ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚକୁ। ଯାହା ହଉ ତା ଭିତରେ ମୋତେ ବି ଟିକେ କାୟଦା କରିକି ପୁରସ୍କାର ଦେଇଛନ୍ତି, ମୁଁ ସେଥିପାଇଁ ଟିକେ ଖୁସି ଅଛି। ସବୁ ବର୍ଗର କଳାକାରଙ୍କୁ ପାଲାଠୁ ଆରମ୍ଭ କରିକି ଘୋଡ଼ା ନାଚଠୁ ଆରମ୍ଭ କରିକି ସମାଜ ସେବା କ୍ଷେତ୍ରରେ ଯେଉଁମାନେ ଆଗରେ ଅଛନ୍ତି ସେମାନଙ୍କୁ ଆରମ୍ଭ କରିକି ସବୁ ବର୍ଗର କଳାକାରଙ୍କୁ ସମ୍ମାନିତ କରୁ, ସୁବିଧା ଅନୁସାରେ କଥାବାର୍ତ୍ତା କରେ। ସମାଜ ତା ସୁବିଧା ଅନୁସାରେ କଥାବାର୍ତ୍ତା କରେ। ତେଣୁ ଆପଣଙ୍କ ସୁବିଧା ହେଲା, ଆପଣ ଯେମିତି ମୋତେ ଯାହା ଭାବିଲେ, ତେଣୁ ସେ କଥାକୁ ମୁଁ ଯେମିତି ଭାବିବି ଗଲେ ଜଣାପଡ଼ିବ କ'ଣ ହାଉଁଟା କ'ଣ ହେଇଛି, ସେଇଠୁ ଆଉ ଭଲ ଜଣାପଡ଼ିବ। ଆଉ ଆପଣଙ୍କ ମାଇଣ୍ଡ ଏତେ ଫ୍ରି କେମିତି ରହୁଛି ଯେ ଏତେ ଆପଣଙ୍କ ନାଁରେ ବିବାଦ ନା, ତଥାପି ଆପଣ ଏତେ ତାହେଲେ ମୁଁ ପାଗଳା ହେଇଯିବି, ନହେଲେ ଘର ବସିଯିବି, ନହେଲେ କ'ଣ ଗୋଟେ ହେଇଯିବ। ଡାଇଲଗ ଗୋଟେ କ'ଣ